ଏଠି ଗୋଟେ ଆମେ ଛୋଟ ପ୍ରୟାସରେ ଉତ୍କଳ ଜ୍ୟୋତି ଫାଉଣ୍ଡେସନ ତରଫରୁ କରିଛୁ। ଆମେ ପଣା ବାଣ୍ଟୁଛୁ, ତା ସହିତ ଫୁଡ ଡିଷ୍ଟ୍ରିବ୍ୟୁସନ ମଧ୍ୟ କରୁଛୁ, ଖେଚେଡି କରୁଛୁ ପ୍ରସାଦ ହିସାବରେ ସବୁ ଲୋକଙ୍କୁ ଦେବା ପାଇଁ। ଆଜି ଆମର 2000 ଲୋକଙ୍କ ପାଇଁ ଆୟୋଜନ ହେଇଛି କି ଆମେ ଲୋକମାନେ ଯୋଉ ବି ପରିସ୍ଥିତିରେ ପଡିକି ଆମକୁ ଗୋଟେ ସିଙ୍ଗଲ କଲ୍ କରିବେ, ଆମେ ତାଙ୍କ ପାଖରେ ଯାଇକି ପହଞ୍ଚିବୁ। ତ ସେଇଟା ଆମ ଫାଉଣ୍ଡେସନ ଫାଷ୍ଟ ପ୍ରାୟୋରିଟି ରହୁଛି। ଆଜି ଜଗତର ନାଥ ଜଗନ୍ନାଥ ସମସ୍ତେ ବିଶ୍ୱକୁ ସେ ସବୁବେଳେ ଆଖି ଖୋଲିକି ଦେଖିଥାନ୍ତି। ଆଉ ଆଜି ତାଙ୍କର ରଥଯାତ୍ରା, ସେ ଏତେ ଦିନ ପରେ ବାହାରକୁ ଆସୁଛନ୍ତି, ଆମ ଭକ୍ତମାନଙ୍କ ପାଇଁ ଆସୁଛନ୍ତି, ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଆସୁଛନ୍ତି। ଆମେ ତ ତାଙ୍କ ପାଇଁ କିଛି କରିପାରିବୁନି। ଭକ୍ତମାନେ ଯେହେତୁ ଏତେ ଭିଡ଼, ଏତେ ସମାଗମ ହେଇଛି ତାଙ୍କ ରଥ ଟାଣିବା ପାଇଁ, ଏଠି ଗୋଟେ ଆମେ ଛୋଟ ପ୍ରୟାସରେ ଉତ୍କଳ ଜ୍ୟୋତି ଫାଉଣ୍ଡେସନ ତରଫରୁ କରିଛୁ। ଆମେ ପଣା ବାଣ୍ଟୁଛୁ, ତା ସହିତ ଫୁଡ ଡିଷ୍ଟ୍ରିବ୍ୟୁସନ ମଧ୍ୟ କରୁଛୁ, ଖେଚେଡି କରୁଛୁ ପ୍ରସାଦ ହିସାବରେ ସବୁ ଲୋକଙ୍କୁ ଦେବା ପାଇଁ। ଆଜି ଆମର 2000 ଲୋକଙ୍କ ପାଇଁ ଆୟୋଜନ ହେଇଛି। ଖାଇସାରିଲାଣି ଅଲରେଡି 800-900 କଭର ହେଇସାରିଲାଣି। ଆମର ଲୋକମାନଙ୍କର ସେବା ଆମର ପ୍ରଥମ କର୍ତ୍ତବ୍ୟ। ଆମେ ଧର୍ମ ଭାବିକି ଚାଲିଛୁ କି ଆମେ ଲୋକମାନେ ଯୋଉ ବି ପରିସ୍ଥିତିରେ ପଡିକି ଆମକୁ ଗୋଟେ ସିଙ୍ଗଲ କଲ୍ କରିବେ, ଆମେ ତାଙ୍କ ପାଖରେ ଯାଇକି ପହଞ୍ଚିବୁ। ତ ସେଇଟା ଆମ ଫାଉଣ୍ଡେସନ ଫାଷ୍ଟ ପ୍ରାୟୋରିଟି ରହୁଛି। ଆଜି ଆମର ତ 50 ସଦସ୍ୟ ଅଛନ୍ତି। ଏବେ ଆଗକୁ ଆମର ନେକ୍ସଟ ଏବେ ତ ପ୍ଲାଣ୍ଟେସନ କାମ ବି ଚାଲୁଛି, ସବୁ ଜାଗାରେ ଆମେ ପ୍ଲାଣ୍ଟେସନ ବି କରୁଛୁ। ତାପରେ ବ୍ଲଡ ଡୋନେସନ କାମ ଏବେ କରିବୁ, ଆଗକୁ ପ୍ଲାନ୍ ଅଛି ଯେ ଏଇ 2 ସପ୍ତାହ ଭିତରେ କରିବୁ। ରଥଯାତ୍ରା ଉପଲକ୍ଷେ ଓଡ଼ିଶାର, ଭାରତର, ବିଶ୍ୱର ସମସ୍ତ ଲୋକଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ। ଏତିକି।